ଦୟାକୁ ଶୁଣନ୍ତୁ। ଆସନ୍ତା କାଲି ଯଦି କିଏ ଆପଣଙ୍କୁ ପଚାରିବ ଯେ ତୁମେ ଯୀଶୁଙ୍କୁ କାହିଁକି ବିଶ୍ୱାସ କରୁଛ, ତମେ ଯୀଶୁଙ୍କୁ କାହିଁକି ଗ୍ରହଣ କଲ, ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମକୁ ଅନ୍ୟ ଧର୍ମ ଖରାପ ଲାଗିଲା ବୋଲି ଯୀଶୁଙ୍କୁ ଗ୍ରହଣ କରିନୁ। ସେ ଧର୍ମ ଠାରୁ ଏ ଧର୍ମ ଭଲ ବୋଲି ଆମେ ଯୀଶୁଙ୍କୁ ଗ୍ରହଣ କରିନୁ। ଆମେ ଯୋଉଦିନ ଜାଣିଲୁ ଯେ ଯୀଶୁ ଆମର ସୃଷ୍ଟିକର୍ତ୍ତା ଅଟନ୍ତି, ସେଇଦିନ ଆମେ ଯୀଶୁଙ୍କୁ ଗ୍ରହଣ କଲୁ। ଆଉ ମନେ ରଖିଥାନ୍ତୁ, ବାଇବଲ ବିନା ଈଶ୍ୱରକୁ ଜାଣିବା କଷ୍ଟ ଅଟେ। Without Bible it is impossible to know God. ଆପଣ ପ୍ରଭୁଙ୍କୁ ଜାଣିପାରିବେ ନାହିଁ ଯେତେବେଳେ ପର୍ଯ୍ୟନ୍ତ ବାଇବଲ ପଢିବେ ନାହିଁ, ଆପଣ ଈଶ୍ୱରଙ୍କୁ ଜାଣିପାରିବେ ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ଆମ ଦେଶରେ ଦିଟା କଥା କହୁଛନ୍ତି। ଯୀଶୁଙ୍କୁ ଗ୍ରହଣ କରିବ ନାହିଁ, ଯୀଶୁ ବିଦେଶୀ ଭଗବାନ। କୁ ଭଗବାନ? ତୁମେ କେତେ ଜାଣିଲ ବିଦେଶୀ ଭଗବାନ ବୋଲି? କୋଉଠି ଲେଖା ହେଇଛି? କୋଉଠି ପଢିଲ ତୁମେ? ଆଉ କଣ ବୋଲି କହିବେ? ବାଇବଲ ଆମେ ପଢିବା ନାହିଁ। ଆମେ ବାଇବଲ ପଢିବା କାହିଁକି ପଢିବା ନାହିଁ? ପ୍ରିୟ ଭାଇ ଭଉଣୀ ମାନେ, କେତେ ଖରାପ ଖରାପ ବହି ଆସୁଛି ପଢୁଛନ୍ତି, ନ୍ୟୁଜ ପେପର ପଢୁଛନ୍ତି, କେଜି ରୁ ପିଜି ଯାଏ କେତେ ବହି, ଗଦା ଗଦା ବହି ପଢୁଛୁ ଆମେ। ପୃଥିବୀ ଯାକ କେତେ ବହି, ଡକ୍ଟର ହେବା ପାଇଁ କେତେ କେତେ ବହି ପଢୁଛନ୍ତି, ଇଞ୍ଜିନିୟର ହେବା ପାଇଁ ବହି ପଢୁଛନ୍ତି, ଆଇଏଏସ୍ ହେବା ପାଇଁ ପଢୁଛନ୍ତି। କେତେ କେତେ ବହି ଅଛି, ଦୁନିଆ ବହି ପଢୁଛନ୍ତି। ବାଇବଲ କାହିଁକି ପଢିବ ନାହିଁ? ସେମାନେ ଜାଣିଛନ୍ତି ଯେ ଯଦି ଜଣେ ଲୋକ ବାଇବଲ ପଢିଦବ, ସେ ସତ୍ୟ ଈଶ୍ୱରଙ୍କୁ ଜାଣିଦବ, ଆଉ ତାକୁ ବୋକା ବନେଇ ହବ, ତାକୁ ଆଉ ବୋକା ବନେଇ ହବ ନାହିଁ। ଯେତେବେଳେ ଯାଏ ଜଣେ ବାଇବଲ ପଢି ନାହିଁ, ତାକୁ କିଏ ବି ବୋକା ବନେଇବ, କିନ୍ତୁ ବାଇବଲ ପଢିଥିବା ଲୋକକୁ କିଏ କେବେ ବୋକା ବନେଇ ପାରିବ? ବୋକା ବନେଇ ପାରିବ। ଆମ ଦେଶରେ କଣ ବୋଲି କହୁଛନ୍ତି ଲୋକମାନେ? ଅଶିକ୍ଷିତ, ମୂର୍ଖ, ଅପାଠୁଆ, ଆଦିବାସୀ, ହରିଜନ, ଗରିବ ଲୋକମାନଙ୍କୁ ବୋକା ବନେଇକି ଖ୍ରୀଷ୍ଟିଆନ କରୁଛନ୍ତି। କିଏ କରୁଛନ୍ତି? କୋଉଠି କରୁଛନ୍ତି? ପ୍ରିୟ ଭାଇ ଭଉଣୀ ମାନେ, ମନେ ରଖିଥାନ୍ତୁ, ପୃଥିବୀର ସବୁଠାରୁ ଅଧିକ ଶିକ୍ଷିତ ଲୋକ ହଉଛନ୍ତି ଖ୍ରୀଷ୍ଟିଆନ ମାନେ। ପୃଥିବୀରେ ସବୁଠୁ ଅଧିକ ଶିକ୍ଷିତ ଲୋକ ଖ୍ରୀଷ୍ଟିଆନ। ସବୁଠାରୁ ଅଧିକ ନୋବେଲ ପ୍ରାଇଜ ପାଇବା ଲୋକ ଖ୍ରୀଷ୍ଟିଆନ। ସବୁଠୁ ଅଧିକ ସାଇଣ୍ଟିଷ୍ଟ ଖ୍ରୀଷ୍ଟିଆନ, ଅଧିକ ଡକ୍ଟର ଖ୍ରୀଷ୍ଟିଆନ। ଏ ଲାଇଟ୍ କିଏ ବନେଇଛି? ଖ୍ରୀଷ୍ଟିଆନ ଲୋକ। এটা ବି ଖ୍ରୀଷ୍ଟିଆନ। ନ୍ୟୁଜ ପେପର ଖ୍ରୀଷ୍ଟିଆନ, ବ୍ୟାଙ୍କ ଖ୍ରୀଷ୍ଟିଆନ, ଟ୍ରେନ ଖ୍ରୀଷ୍ଟିଆନ, ଉଡାଜାହାଜ ଯେତେବେଳେ ବନେଇଲେ ଦି ଭାଇ, ତାଙ୍କୁ କୁହାଯାଉଛି ରାଇଟ ବ୍ରଦର୍ସ ବୋଲିକରି। ଉଡାଜାହାଜ ଯେତେବେଳେ ବନେଇଲେ 2 ଜଣ ପାଇଲଟକୁ ରଖିଲେ ସେମାନେ। କାହିଁକି 2 ଜଣ ପାଇଲଟ? ବାଇବଲ ପଢି ଜାଣିଛନ୍ତି ଯେତେବେଳେ କଣ ହବ, ରେପଚର ହେଇଯିବ, ତୁରୀ ଶବ୍ଦ ହବ, ଜଣେ ଲୋକ ନିଆଯିବ ଆଉ ଜଣେ ଲୋକ ଛଡାଯିବ। ଭାବିଲେ କଣ, ଜଣେ ତ ପଳେଇବ ପ୍ରଭୁଙ୍କ ରାଜ୍ୟକୁ, ଏ ବାକି ଜଣ ଯେମିତି ଏମାନଙ୍କୁ ତଳକୁ ପହଞ୍ଚାଇ ପାରିବ, ସେଥିପାଇଁ 2 ଜଣକୁ ରଖିଛନ୍ତି। ମେଡିସିନ କିଏ ବନେଇଛି? ଖ୍ରୀଷ୍ଟିଆନ। ପ୍ରିୟ ଭାଇ ଭଉଣୀ ମାନେ, ପୃଥିବୀର ସବୁଠାରୁ ଅଧିକ ଶିକ୍ଷିତ ଲୋକ ଖ୍ରୀଷ୍ଟିଆନ। ଆଉ ବାଇବଲ ଯେ ଥରେ ପଢିଛି, ସେ ଲୋକ ପଛଘୁଞ୍ଚା ହେବ ନାହିଁ। ବାଇବଲ ମୁଁ କହିବା ପାଇଁ ଚାହେଁ, ଯୀଶୁଙ୍କୁ ଗ୍ରହଣ କରିବା ପୂର୍ବରୁ ଆପଣ ଜାଣିବା ଦରକାର ଯେ ଯୀଶୁଙ୍କୁ ଆପଣ କାହିଁକି ଗ୍ରହଣ କରୁଛନ୍ତି। କାଲିକି କହିପାରିବେ, କାଲି କହିପାରିବେ। ଆମ ଦେଶ କଣ ବୋଲି କହୁଛନ୍ତି? ନାଇଁ ନାଇଁ ନାଇଁ, ଏମାନେ ପ୍ରଲୋଭନ ଦେଖାଉଛନ୍ତି, ଲୋଭ ଦେଖାଉଛନ୍ତି, ଟଙ୍କା ପଇସା ଦଉଛନ୍ତି, ଧର୍ମାନ୍ତରୀକରଣ କରୁଛନ୍ତି। କୋଉଠି କରୁଛନ୍ତି? କୋଉଠି କରୁଛନ୍ତି? ମୁଁ ଏଠି 36 ବର୍ଷ ହେଲା ପ୍ରଚାର କରୁଛି, 36 years ହେଲା। ମୁଁ କେବେ ବି କାହାକୁ କହିନାହିଁ ଧର୍ମ ପରିବର୍ତ୍ତନ କର ବୋଲି, କାହାକୁ ଜଣକୁ ବି କହିନାହିଁ। କାରଣ ମୁଁ ଜାଣିଛି ପୃଥିବୀର କୌଣସି ଧର୍ମ ମୁକ୍ତି ଦେଇପାରିବ, କୌଣସି ଧର୍ମ, ପୃଥିବୀର କୌଣସି ଧର୍ମ ଜଣେ ଲୋକକୁ ମୁକ୍ତି ଦେଇପାରିବ ନାହିଁ। ଏପରିକି ଖ୍ରୀଷ୍ଟିଆନ ଧର୍ମ ମଧ୍ୟ ମୁକ୍ତି ଦେଇପାରିବ ନାହିଁ। ମୁକ୍ତି କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ଦେଇପାରିବେ, ଆଉ ସେ କୌଣସି ଧର୍ମର ନାହାନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ କୌଣସି ଧର୍ମର ନାହାନ୍ତି। ସମୁଦାୟ ମାନବ ଜାତିର ସୃଷ୍ଟିକର୍ତ୍ତା ସିଏ ଅଟନ୍ତି। ତେଣୁ ଯୀଶୁକୁ ଯେ ଗ୍ରହଣ କରୁଛି, ତାର ସୃଷ୍ଟିକର୍ତ୍ତାକୁ ସେ ଗ୍ରହଣ କରୁଛି। ତେଣୁ ଯୁବାମାନଙ୍କୁ କଣ ବୋଲି କୁହାଯାଉଛି? ଉପଦେଶକ 12 ପର୍ବ ତାର 1 ପଦ। ଉପଦେଶକ 12 ପର୍ବ ତାର 1ମ ପଦ। ଆଉ ତୁମେ ଯୌବନ କାଳରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର,
ଯେହେତୁ ଦୁଃସମୟ ଆସୁଅଛି, ଆସି ନାହିଁ ଆସୁଅଛି, ଯେଉଁ ସବୁ ବର୍ଷରେ ତୁମେ କହିବ ଏସବୁରେ ମୋର କିଛି ସୁଖ ନାହିଁ। ଯୁବା ମାନେ ଆଜି ପାଠ ପଢୁଛ, ଆଜି ଟଙ୍କା ଉପାର୍ଜନ କରୁଛ, ଆଜି ଚାକିରି କରୁଛ, ଆଜି ସୁନ୍ଦର ଅଛ, ଦାନ୍ତ ଟିକେ ସବୁ ସଫା ସଫା ଦୁଶୁଛି, ବୟସ ହେଲେ ସବୁ ଦାନ୍ତ ପଳେଇବ। ଆଜି ସୁନ୍ଦର ଦେଖାଯାଉଛ, କାଲିକି ସବୁ ହେବ। ଆଜି ଚୁଟି ବଢିଆ ଅଛି, କାଲିକି ସବୁ ହେବ। ଆଜି ଆଖି ଭଲ ଦୁଶୁଛି, ପରେ ଦେଖା ବି ଯିବ ନାହିଁ। ଆଜି ପୁରା ସ୍ମାର୍ଟ, କାଲି ହାତ ଗୋଡ ହେବ। ଏଟା ଶରୀର ପୁରା ଏଟା। ତେଣୁ କଣ କୁହାଯାଉଛି, ତୁମର ଯୌବନ କାଳରେ ତୁମର ସୃଷ୍ଟିକର୍ତ୍ତାଙ୍କୁ, ଯିଏ ତୁମକୁ ସୃଷ୍ଟି କରିଛନ୍ତି, ତାଙ୍କୁ କଣ କର, ତୁମର ଯୌବନ କାଳରେ ସ୍ମରଣ କର। ଗୋଟେ ହଉଛି ସ୍ମରଣ, ଆଉ ଗୋଟେ ହଉଛି ମରଣ। କଣ? ଗୋଟେ ସ୍ମରଣ ଆଉ ଗୋଟେ ମରଣ। ଯେ ସ୍ମରଣ କରିବ ନାହିଁ ମରିବ ସେ। ଏବେ ଯୁବା ମାନେ କଣ ଭାବୁଛନ୍ତି, ମୁଁ ଏବେ ପ୍ରେମ ନ କଲେ କେବେ କରିବି, ଏବେ ନ କଲେ କେବେ। ମା ମାନେ ଯଦି ଝିଅ ମାନଙ୍କୁ କିଛି କହିଲେ, ଝିଅ ମାନେ କଣ କରୁଛନ୍ତି, ଏଇ ମା ହେଇଛୁ, ମା ଭଳିଆ ଥା, ତୁ ବେଶୀ ହଉଛୁ। ମା ପୁଣି ବେଶୀ ହଉଛି, ଏମାନେ ପୁଣି କମ ହଉଛନ୍ତି। କୁଆଡେ କୁଆଡେ ବୁଲିବେ। ମା କଣ କହିଲେ ବି ମା କୁ ଧମକଉଛନ୍ତି। ଆଜିକାଲି ମା ମାନେ ଡରିକି ଝିଅ ମାନଙ୍କୁ କିଛି କହୁ ବି ନାହାନ୍ତି, କିଛି କହୁନାହାନ୍ତି। ଏ ପୁଅ ମାନେ ତ ଛାଡ, ଚାରିଣାର କମାଣି ନାହିଁ, ଖାଲି ବାରଣାର ଫୁଟାଣି ଏକା ଏମାନଙ୍କର, କିଛି ନାହିଁ। ଚୁଟି ଛାଡିଛନ୍ତି, ଦେଖୁଛ କେମିତି ପୁରା ଚୁଟି। ସେମାନଙ୍କୁ ଦେଖିଲେ ବୋଲେ ଚିନି ହେବ ନା ପୁଅ କି ଝିଅ ବୋଲା ଭଳିଆ। ପାଦରେ କଣ କରୁଛନ୍ତି, ଆଜିକାଲି ଗୋଡରେ ଦୌଡ଼ି ବାନ୍ଧି ହେଇଥାଉଛନ୍ତି, କଳା ଫିତା ଦେଖୁଛ। ଯେତେ ଲୋକ ଫିତା ଫୁତି ବାନ୍ଧିଛ କାଢ ଫାଷ୍ଟରେ, ଏଟା ବନ୍ଧନ। ଏଟା ଦୌଡ଼ି କଣ ବନ୍ଧନ, କାଢ ସେଟା ବନ୍ଧନ। ମୁଁ ଗତକାଲି କହୁଥିଲି, ଲୋକମାନେ ହାତ ଭର୍ତ୍ତି ବିଭିନ୍ନ ଦୌଡ଼ି ବାନ୍ଧି ହେବେ, ବିଭିନ୍ନ କଲରର ଦୌଡ଼ି ବାନ୍ଧି ହେବେ। କୋଉ କଲର ଦୌଡ଼ି କାମ ନଦେଲେ ବାଲ୍ଟି ଦୌଡ଼ି। ପ୍ରିୟ ମାନେ, ଦୌଡ଼ି ରକ୍ଷା କରିବ କି? ଯୁବା ମାନେ ମନେ ରଖିଥାଅ, ଏ ପୁଅ ମାନଙ୍କ ପ୍ୟାଣ୍ଟ ଗୁଡାକ ଦେଖିବେ ଫୁଟପାଥର ଭିକାରୀ ଭଳିଆ ଏକା। ଆଗ ପଇସା ନଥିଲା, ଫଟାଫଟି ପିନ୍ଧୁଥିଲୁ, ସତ ନା ନାହିଁ? ଏବେ ପଇସା ହେଲା ପରେ ମଧ୍ୟ ଏଇଠି ଗୋଟେ ପେଚ୍, ସେଠି ଗୋଟେ ପେଚ୍, ସେଠି ଗୋଟେ ପେଚ୍। କି ଅବସ୍ଥା! ଝିଅ ମାନେ ଡ୍ରେସ ପିନ୍ଧିବ, ଭଲଟା ପିନ୍ଧିବ, ହାତ ନଥିବ, ପିଠି ନଥିବ, ପେଟ ନଥିବ। କଣ ଏଇଟା? ଏଟା ସେ ଫିଲ୍ମର ହିରୋଇନ ମାନେ ପଇସା ନେଇକରି ନାଚୁଛନ୍ତି। ସେ ଆମେ ସେମିତି ନାହିଁ। ହାତ ନଥିବ, ହାତ ଉଠେଇ କରି ମେ ହାତ ଉଠାକେ, ଆଗ ହାତ ରଖ ତଳେ, ଖଣ୍ଡିଆ ହାତ ରଖି ହାତ ଉଠାକେ। ମାନେ କଣ ଲୁଗା ପଟା ପିନ୍ଧିଥିବେ, ଅବସ୍ଥା ଦେଖିବେ। ପିଲାମାନଙ୍କ ଜିନ୍ ପ୍ୟାଣ୍ଟ ଗୁଡାକ ଫଟା ଫଟା ଥିବ, ଇଆଡେ ଚୁଟି ମଧ୍ୟ ପୁରା ଲମ୍ବା ଲମ୍ବା ଥିବ, କାଣ୍ଡରେ ଆଉ ପିନ୍ଧି ଦେଇଥିବ। ଏମାନେ ଦିନ ବେଳେ ବସନ୍ତ ଭଳିଆ, ରାତିରେ ବାସନ୍ତୀ ଭଳିଆ। ଦେଖିବ ଏମାନଙ୍କୁ, ଦିନରେ ବସନ୍ତ, ରାତିରେ ବାସନ୍ତୀ। ମୁଁ ବେଳେ ବେଳେ ଦେଖିଥାଉଛି ଲୋକମାନଙ୍କୁ, ଆଶ୍ଚର୍ଯ୍ୟ ହେଇଯାଉଛି, କଣ ପିନ୍ଧୁଛ ତୁମେ? ଶିକ୍ଷିତ, ଶିକ୍ଷା ମଣିଷକୁ ଶିକ୍ଷିତ କରାଏ। ଆମର ପିଲାମାନଙ୍କ ଅବସ୍ଥା କହିଲେ ନ ସରେ। କୁହାଯାଉଛି ଯୌବନ କାଳରେ ତୁମେ ଯାହା କରୁଛ ମନେ ରଖିଥାଅ। ଆଜି ଆମେ ଫୁଟାଣି ମାରୁଛୁ କଣ, ମୋର ଜ୍ଞାନ ଅଛି, ମୋର ଧନ ଅଛି, ମୋର ବଳ ଅଛି, କିଛି କାମ ଦେବ ନାହିଁ। ଏବେ କରୋନା ଆସିଲା ପରେ ଆମେ ଜାଣିଲୁ, ଏ ଜ୍ଞାନ କାମରେ ଆସିବ ନାହିଁ, ଏ ଧନ କାମରେ ଆସିବ ନାହିଁ, ଏ ବଳ ମଧ୍ୟ କାମରେ ଆସିବ ନାହିଁ। ଜିରିମିୟ 9 ପର୍ବ ତାର 23-24 ଟିକେ ପଢିବେ। ଜିରିମିୟ 9 ପର୍ବ ତାର 23 ଆଉ 24 ପଦ। ସଦାପ୍ରଭୁ ଏହି କଥା କହନ୍ତି, ଜ୍ଞାନବାନ, ଯେତେ ଜ୍ଞାନୀ ମାନେ ଶୁଣ, ଏଇଠି ଲେଖା କଣ, ଜ୍ଞାନବାନ ଆପଣା ଜ୍ଞାନରେ ଦର୍ପଣ କରୁ, ଜ୍ଞାନକୁ ନେଇ ଗର୍ବ କର ନାହିଁ। ଆଜିକାଲି ବାପା ମା ମାନେ ବହୁତ ଫୁଟାଣି ମାରୁଛନ୍ତି, ମୋର ନାତିର ବେଶୀ ଜ୍ଞାନ, ମୋର ପୁଅକୁ ବହୁତ ଜ୍ଞାନ ଅଛି। କଣ ଅଛି ଜ୍ଞାନ? ରାତି ଦିନ ମୋବାଇଲ ଚଲେଇବାକୁ ଜ୍ଞାନ ଅଛି, ଆଉ ଅଧିକା କଣ ଜ୍ଞାନ ଅଛି? ସାନ ଛୁଆ ମାନଙ୍କୁ ଦେଖିବେ, କିଛି ନାହିଁ। ଶୋଇଲା ବେଳେ ମୋବାଇଲ ଦରକାର, ଖାଇଲା ବେଳେ ମୋବାଇଲ ଦରକାର, ଉଠିଲେ ମୋବାଇଲ ଦରକାର, ବସିଲେ ମୋବାଇଲ ଦରକାର, ହଗିବା ପାଇଁ ବସିଲେ ମଧ୍ୟ, ଝାଡା ବସିଥିବେ ମୋବାଇଲ ଧରିକରି। କୋଉଠୁ ଶିଖିଲେ? ବାପା ମା ଠାରୁ ଶିଖିଲେ। ବାପା ମା ମଧ୍ୟ ଲାଟ୍ରିନ୍ ଗଲେ କଣ ଧରି ଯାଉଛନ୍ତି? ମୋବାଇଲ ଫୋନ ଧରିକି ଯେ ବସି ଥାଉଛନ୍ତି ସେଠି। ଏ ବାହାରେ ଆଉ ଟିକେ ବାକି ଅଛି। କଣଟା ବାକି ଅଛି? ମେସେଜ କରିବାର ବାକି ଅଛି, କଥା ହେବାର ବାକି, ଆଉ କଣ ଅଛି? ମୋର ପ୍ରିୟ ଭାଇ ଭଉଣୀ ମାନେ, ଅନେକ ଲୋକ ଭାବୁଛନ୍ତି ବେଶୀ ଜ୍ଞାନ ଅଛି। କଣ ଜ୍ଞାନ?
କୋଉ ଜ୍ଞାନ? ବାପା ମାକୁ ଠକିବାର ଜ୍ଞାନ। ଝିଅ ମାନଙ୍କୁ ପଚାରିବେ ଝିଅ କୋଉଠି ଯାଇଥିଲୁ? କୋଉଠି ତ ଯାଇନାହିଁ, କଲେଜ ଯାଇଥିଲି। କଲେଜ କଲେଜ ପାର୍କରେ ବସିଥିଲୁ, ବୋଟାନିକାଲ ଗାର୍ଡେନରେ ବସିଥିଲୁ। କୋଉ ପାର୍କ, କୋଉ କଲେଜ ଯାଇଥିଲୁ? ମନେ ରଖିଥାଅ, ତୁମେ ବାପା ମାକୁ ଠକି ପାରିବ, କିନ୍ତୁ ଦିନେ ତୁମେ ଠକି ହେଇଯିବ। ଆଜି ବାପା ମାକୁ ତୁମେ ବୋକା ବନାଉଛ, ଟାଇମ ଆସିବ ତୁମେ ବୋକା ହେଇଯିବ। ପୁଅ ମାନେ ସାବଧାନ। ଆମେ ଭାବୁଛୁ କେହି କିଛି ଜାଣୁନାହାନ୍ତି। ଲେଖା ରହୁଛି ତୁମର ଯୌବନ କାଳରେ ତୁମର ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର। ତୁମର ସୃଷ୍ଟିକର୍ତ୍ତା, ଜଣେ ସୃଷ୍ଟିକର୍ତ୍ତା ଅଛନ୍ତି, ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ତାଙ୍କର ଯୁବାବସ୍ଥାରେ ତୁମେ କଣ କର? ସ୍ମରଣ କର। ଆଜି ଯୁବା ମାନେ ଭାବୁଛନ୍ତି ମୋର ବଳ ଅଛି, ଜିମ୍ ଯାଇକି ଟିକେ ବଳ ବଡି ବାହାର କରି ବଳ ବଳ। ଏ ବଳ କି କାମ? ଦେଖ, ଯୋଉ ପିଲାମାନେ ଜିମ୍ ଯାଇକି ବଡି ବାହାର କରିଛନ୍ତି, କେବେ ଗ୍ୟାସ ସିଲିଣ୍ଡର ଘରେ ଆଣିବେ କି? ନାଇଁ। ଚାଉଳ ବସ୍ତା ଆଣିବେ କି? ନାଇଁ। ସିମେଣ୍ଟ ବସ୍ତା ଆଣିବେ କି? କିଛି ନାହିଁ। ଖାଲି ଦାଦା। କଣ ଦାଦା? 10 ଥର ଯଦି ଝାଡା ହେଇଯିବ, ଏ ଦାଦା ସବୁ ଖୁଡି ହେଇଯିବେ। ଏମିତି କରି ମା ତୋରାଣୀ ପାଣି ଟିକେ ଦେଗ, ମତେ କେମିତି ଆଖି ଏ ଦାଦା ଗୁଡାକ କି ଦାଦା? ପ୍ରିୟ ଭାଇ ଭଉଣୀ ମାନେ, ଯୋଉ ଶରୀର ବନେଇଛି ମୋର ବାପାର କାମରେ ନାହିଁ, ମୋର ମାର କାମରେ ନାହିଁ, ଏ ଦାଦା କାହାକୁ ଦରକାର? ଏଇଟା ବଳେ ଦାଦା। ଲେଖା ଯାଉଛି କଣ? ଜ୍ଞାନବାନ ଆପଣା ଜ୍ଞାନରେ ଦର୍ପଣ କରୁ। ତାପରେ କଣ ଲେଖା ଅଛି? କିଏ ବା ବଳବାନ ଆପଣା ବଳରେ ଦର୍ପଣ, ଆପଣା ବଳରେ ଦର୍ପଣ କରୁ। ଧନବାନ ଧନବାନ ଆପଣା ଧନରେ ଦର୍ପଣ, ଆପଣା ଧନରେ। ଅନେକ ଲୋକ କଣ ତାଙ୍କର ଧନକୁ ନେଇ ଗର୍ବ କରୁଛନ୍ତି। ଧନ, ପ୍ରିୟ ଭାଇ ଭଉଣୀ ମାନେ, ଯେତେ ଧନ ଥିଲେ ମଧ୍ୟ ଗଲା ବେଳେ ଖାଲି ହାତରେ ଏକା ଯିବ। ନେବ କି କିଛି ନାଇଁ। ମୁଁ ଆଜି ପର୍ଯ୍ୟନ୍ତ କାହାକୁ ସୁନା ଗହଣା ସହିତ ପ୍ରତିଭାଟା ଦେଖିନାହିଁ, କାହାକୁ ମୋବାଇଲ ଫୋନ ସହିତ ପ୍ରତିଭାଟା ଦେଖିନାହିଁ। କିଛି ନେଇ କରି ଯିବ ନାହିଁ। ଆପଣ ଯେମିତି ଆସିଛନ୍ତି ସେମିତି ଯିବେ, କିନ୍ତୁ ମନେ ରଖିଥାନ୍ତୁ, ଜୀବନ କାଳରେ ଯଦି ଜଣେ ଲୋକ ତାର ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କରିନାହିଁ, ସୃଷ୍ଟିକର୍ତ୍ତା କିଏ? 10ଟା ସୃଷ୍ଟିକର୍ତ୍ତା ନାହାନ୍ତି। ଏ ଧର୍ମ ପାଇଁ ଗୋଟେ, ସେ ଧର୍ମ ପାଇଁ ଗୋଟେ, ସେ ଧର୍ମ ପାଇଁ ଗୋଟେ, ସବୁ ଧର୍ମ ପାଇଁ ନାହିଁ, ଜଣେ ସୃଷ୍ଟିକର୍ତ୍ତା। ଆଉ ତାଙ୍କୁ ଜାଣିବା ଦରକାର ଆମେ। ପ୍ରିୟ ଭାଇ ଭଉଣୀ ମାନେ, କାହାଣୀ କହୁଛନ୍ତି, ବାଇବଲ କାହାଣୀ କହୁନାହିଁ, ବାଇବଲ ସତ୍ୟତା ପ୍ରକାଶ କରେ। ବାଇବଲରେ ଗୋଟିଏ ବି ପଦ ଏପଟେ ସେପଟେ ଲେଖା ହେଇନି, ସତ୍ୟତା ଲେଖା ହେଇଛି। ଆଉ ବାଇବଲର ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣଙ୍କର ସୃଷ୍ଟିକର୍ତ୍ତା ଅଟନ୍ତି। ସେଇଥିପାଇଁ ଆପଣ କଣ କରିବା ଅଛି? ଯୀଶୁଙ୍କୁ ଗ୍ରହଣ କରିବା ଦରକାର। ସେଇଥିପାଇଁ ମୁଁ କହିବା ପାଇଁ ଚାହେଁ, ଯଦି ଆପଣଙ୍କ ଜୀବନରେ ଗୁଡ଼େ ସମସ୍ୟା ଅଛି, ଆପଣ ଏଣେ ତେଣେ 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 ଚାରିଆଡ଼େ ଗଲେଣି, ଏବେ ଟିକେ ଯୀଶୁଙ୍କ ପାଖକୁ ଆସନ୍ତୁ। ଯୀଶୁଙ୍କ ପାଖକୁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଯୀଶୁଙ୍କ ପାଖରେ ଆପଣଙ୍କ ସବୁ ସମସ୍ୟାର ସମାଧାନ ଅଛି। ସବୁ ସମସ୍ୟାର ସମାଧାନ ଅଛି। ସେ ସୃଷ୍ଟିକର୍ତ୍ତା ଅଟନ୍ତି। ଆପଣଙ୍କର ସୃଷ୍ଟିକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଧନକୁ ନେଇ ଗର୍ବ କରନ୍ତୁ ନାହିଁ। ଧନ, ଆଜି ଲୋକମାନଙ୍କ ପାଖରେ ଧନ ଅଛି, ଧନର ଫୁଟାଣି ଦେଖାନ୍ତୁ। ବାଇବଲ କଣ ଲେଖା ଦେଖନ୍ତୁ। ମାର୍କ ତାର 8 ପର୍ବ 36 ଆଉ 37 ପଦ। ମାର୍କ 8 ପର୍ବ 36 ଆଉ 37 ପଦ। ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ନିଜ ଜୀବନ ହରାଏ, ତେବେ ତାହାର କି ଲାଭ? ଜଣେ ବ୍ୟକ୍ତି ଯଦି ସମୁଦାୟ ଜଗତକୁ ଲାଭ କଲା, ତାର କୋଠା ଗଦା ଗଦା ହେଲା, ତାର ଗାଡି, ତାର ଟଙ୍କା, ତାର ସୁନା, ତାର ବ୍ୟାଙ୍କ ବାଲାନ୍ସ ଗଦା ଗଦା ପାଇଲା। ଯଦି ସମୁଦାୟ ଜଗତ ଲାଭ କରି ଜଣେ ବ୍ୟକ୍ତି ଆପଣା ଜୀବନ ହରାଏ, ତାହାର କି ଲାଭ? ପୁଣି ମନୁଷ୍ୟ ଆପଣା ଜୀବନ ବଦଳରେ କଣ ଦେଇପାରେ? ହେ ମୋର ଭାଇ ଭଉଣୀ ମାନେ, ଜଣେ ବ୍ୟକ୍ତି ତାର ଜଗତର ସବୁ ଟଙ୍କା ପଇସା ବିନିମୟରେ ମଧ୍ୟ ତାର ଜୀବନକୁ ରକ୍ଷା କରିପାରିବ ନାହିଁ। ଏ କରୋନା କାଳରେ ବିରାଟ ଧନୀ ମାନେ ଗୋଟେ ଅକ୍ସିଜେନ ମଧ୍ୟ କିଣି ପାରିଲେ ନାହିଁ। କୋଟିପତି, କୋଟି ଟଙ୍କା ଅଛି। ପ୍ରିୟ ମାନେ, ସେତେବେଳେ ଜଣା ପଡିଲା ଏ ନିଶ୍ୱାସ ପ୍ରଶ୍ୱାସର ମୂଲ୍ୟ କେତେ ଅଛି। ଏବେ କିଡନୀର ମୂଲ୍ୟ ଜଣା ପଡୁନାହିଁ ମଦୁଆ ମାନଙ୍କୁ। ଯୋଉଦିନ ମଦ ପିଇବେ, ଯୋଉଟା କିଡନୀ ଖରାପ ହେଇଯିବ, ତାପରେ ଡକ୍ଟର କହୁଛନ୍ତି ଗୋଟେ କିଡନୀ ଲଗାଇବାକୁ ପଡିବ। କିଡନୀ ପୁଣି ପଡୁଛି 30 ଲକ୍ଷ। ତତେ ମାଗଣାରେ ମିଳିଥିଲା ମଦୁଆ, ମଦ ପିଇ କରି କିଡନୀ ଖରାପ କଲୁ।
ଏବେ କିଡନୀ ଲଗାଇବ କିଡନୀ। ଏବେ ଯଦି ପାନ ପୁଡ଼ିଆ ଖାଉଛନ୍ତି ଏମାନଙ୍କୁ ଏବେ ଜଣା ପଡୁନାହିଁ। ଏ ପାନ ଖାନେ ପୁଡ଼ିଆ କିଛି ହବ ନା, କଥା ମଧ୍ୟ ସ୍ପଷ୍ଟ ହେଇପାରୁନଥିବେ। ପୁଡ଼ିଆ କଥା ବନ୍ଦ କଥା। ଏବେ କିଛି ହେବ ନାହିଁ। ଯେତେବେଳେ ତାର ମାଉଥରେ କ୍ୟାନ୍ସର ହବ କାଟିବେ, ସେତେବେଳେ କହିବ କଥା ମାନୁଥିଲେ ହେଇଥାନ୍ତା, ଏବେ ହେଇଥାନ୍ତା ବୋଲେ କଣ ହେଇଥାନ୍ତା। ଏବେ ଆଉ କିଛି ହବ ଯେତେବେଳେ ମାନିବା କଥା ତ ମାନିଲ ନାହିଁ। ଏ ପିଲାମାନଙ୍କୁ ବି ଦେଖିବେ ବାଇକ୍ ସ୍ପିଡରେ ଚଲାଉଥିବେ, ଏ ବାବୁ ସ୍ପିଡରେ ଚଲାନା, ସାବଧାନ ସାବଧାନ। ମତେ କେବେ କିଛି ହବ ଯେତେବେଳେ ପଡ଼ିବ, ଗୋଡ଼ ଗୋଟେ ଦିଟା ଭାଙ୍ଗିବ, ମେଡିକାଲରେ ଦିଟା ଗୋଡ଼କୁ ଝୁଲେଇଥିବେ ଶୁଆଇଥିବେ, ସେତେବେଳେ କହିବ କଥା ମାନୁଥିଲେ ହେଇଥାନ୍ତା। ଏବେ ଝିଅମାନେ ମଧ୍ୟ ବାପା ମାର କଥା ମାନୁନାହାନ୍ତି, କାହାକୁ ମ୍ୟାରେଜ ପଳେଇବେ, ମଦ ପିଇକି ଛେଚିବ, ସେତେବେଳେ ବାବା ମାର କଥା ମାନୁଥିଲେ ହେଇଥାନ୍ତା। ଏବେ କଣ ଥାନ୍ତା, ଗଲୁ ଖାଇବୁ। ଅନେକକୁ ଦେଖିବେ ଯଦି ଯେ ସମୟ ପୂର୍ବରୁ କଥା ମାନିବ ନାହିଁ ସିଏ। ଏବେ ମା ମାନେ କହିଲେ ଏ ବାବୁ ତାକୁ ବାହା ନାହିଁ ରେ ବାବୁ, ସେ ଭଲଟା ନାହିଁ। ବାହା ହେଲେ ଏବେ ବାସନ ମାଜୁଛନ୍ତି, ଅଖା ଧରୁଛନ୍ତି, ଗୁଣ ଖାଉଛନ୍ତି। ଅନେକଙ୍କୁ ଦେଖିବେ ପରିସ୍ଥିତି ଖରାପ ହେବେ, ଖାଲି ବାହାରେ ଦାନ୍ତ ଦେଖାଉଛନ୍ତି କରିକି। ଏ ଝିଅ ମାନଙ୍କୁ ଦେଖିବେ ମାଡ ଖାଉଛନ୍ତି, ବିଧା ଖାଉଛନ୍ତି, ଲିପଷ୍ଟିକ ଲଗାଇ ପାଉଡର ଲଗାଇକି ଦାନ୍ତ ବାହାରେ। ତାଙ୍କର ଅବସ୍ଥା ତାଙ୍କୁ ମୁଁ କହିବା ପାଇଁ ଚାହେଁ, ଆପଣ ଯେତେ ମେକଅପ୍ ହେଲେ ମଧ୍ୟ ଆପଣଙ୍କର କଷ୍ଟକୁ ଲୁଚାଇ ପାରିବେ ନାହିଁ। ଦେଖିବେ ଯେତେ ସୁନା ଗହଣା ପିନ୍ଧିଥାଉ, ପାଟ ଶାଢୀ ପିନ୍ଧିଥାଉ, ଭ୍ୟାନିଟି ବ୍ୟାଗ ଧରିକି ଲିଫ୍ଟ ଲଗାଇ ଯାଉଥିବ, ବଙ୍କା ବଙ୍କା ହେଇକରି କଣ ହେଲା ଲୋ ରାତିରେ ଖାଇଛି, ଭଲ କରି ଛେଚିଛି ତାକୁ, କଣ କରିବୁ। ପ୍ରିୟ ଭାଇ ଭଉଣୀ ମାନେ, ନା ପୁଅ ମାନଙ୍କ ପରିସ୍ଥିତି ଭଲ ନା ଝିଅ ମାନଙ୍କର। ବାପା ମାର କଥା ମାନିଲେ ନାହିଁ, ବାହା ହେଇଛନ୍ତି ପିଲାମାନେ ବାଇକ୍ ଚଲାଇଲେ କେତେ ମାନେ ପୁରା ସବୁବେଳେ ଟେନସନ ରେ କଥା ହଉଛନ୍ତି। ଏବେ ଟେନସନ ନାହିଁ, ଆଗକୁ ଆଉ ଟେନସନ ଆସୁଛି। ଯୋଉମାନେ ବାପା ମାର କଥା ମାନୁନାହାନ୍ତି ଜାଣିଥାଉ କଣ ହବ। ପିତାମାତାଙ୍କର ଯୋଉ ସମାଦର କରୁନାହାନ୍ତି ଆଗକୁ ବୁଝି ରଖିଥାନ୍ତି। ବାଇବଲ କହୁଛି ପିତାମାତାଙ୍କୁ ସମାଦର କର, ତହିଁରେ ତୁମର ମଙ୍ଗଳ ହେବ, ତୁମର ଦୀର୍ଘାୟୁ ହେବ। ତୁମର ମଙ୍ଗଳ, ତୁମର ଦୀର୍ଘାୟୁ କୋଉଠି ନିର୍ଭର କରୁଛି? ବାପା ମାଙ୍କର କଥା ମାନିବା ଉପରେ। ତେଣୁ ଭାବନ୍ତୁ ନାହିଁ ଏ ଟଙ୍କା ପଇସା ରକ୍ଷା କରିବ ବୋଲି। ଅନେକ ଭାବୁଛନ୍ତି କଣ, ମୋର ଟଙ୍କା ଅଛି, ମୋର ପଇସା ଅଛି, ମୋର ଅଭାବ ନାହିଁ, ମୋର ସୁନ୍ଦର ଅଛି। ଏ ସୁନ୍ଦର ସବୁବେଳେ ରହିବ ନାହିଁ, ଏ ବଳ ସବୁବେଳେ ରହିବ ନାହିଁ। ତେଣୁ କଣ କରିବା ଅଛି, ଆମେ ସମୟ ଥାଉ ଥାଉ ଆମର ସୃଷ୍ଟିକର୍ତ୍ତାଙ୍କୁ ଆମେ ସ୍ମରଣ କରିବା ଦରକାର, ତାଙ୍କ କତିକି। ତେଣୁ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ପ୍ରିୟ ଭାଇ ଭଉଣୀ ମାନେ, ଯଦି ଆପଣଙ୍କ ଜୀବନରେ ସମସ୍ୟା ଅଛି, ଆପଣ କୋଉଠି ଯିବେ? ଆପଣଙ୍କ ସୃଷ୍ଟିକର୍ତ୍ତାଙ୍କ ପାଖକୁ ଯିବେ। ଯଦି କେହି କହିବ ତୁମକୁ ତୁମେ କାହିଁକି ଯୀଶୁଙ୍କୁ ଗ୍ରହଣ କଲ, ଆପଣ କହିପାରିବେ ସେ ମୋର ସୃଷ୍ଟିକର୍ତ୍ତା। କୋଉଠି ଲେଖା ହେଇଛି? ବାଇବଲରେ ଲେଖା ହେଇଛି। ସେ ଆଜ୍ଞା ଦେଖାଇ ଦେଖାଇ କହୁଥିଲେ, ପ୍ରବଚନ କହୁନଥିଲେ, ଭାଷଣ ମାରୁନଥିଲେ। ଥରେ ଜଣେ ବାବାଙ୍କୁ ପଚାରୁଛନ୍ତି, ବାବା ଭଗବାନ କୋଉଠି ମିଳନ୍ତି? ସେ ବାବା କହୁଛି ଭଗବାନ ନାଳିଆରେ ମିଳନ୍ତି ବୋଲି। ଭଗବାନ କୋଉଠି ନାଳିଆରେ ମିଳିବେ? ସିଏ ମାନେ ଭଗବାନ ପୋକ ଭିତରେ ଅଛନ୍ତି, ପୋକ ଭିତରେ ପୁଣି ଭଗବାନ ଅଛନ୍ତି। ମାନେ ମାନସିକ ବିକୃତି ଲୋକମାନେ ମଧ୍ୟ ସେମିତି କଥା ହେବେ ନାହିଁ। ସେମିତି କାରଣ ଆପଣ ଯଦି ବୋକା ହେବା ପାଇଁ ପ୍ରସ୍ତୁତ ଥିବେ, କେହି ମଧ୍ୟ ଆପଣଙ୍କୁ ବୋକା। ତେଣୁ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଯୀଶୁଙ୍କୁ ଗ୍ରହଣ କରିବା ପୂର୍ବରୁ ଜାଣନ୍ତୁ ଆପଣ କାହିଁକି ଗ୍ରହଣ କରିବେ। ଯୀଶୁଙ୍କୁ ରିଜେକ୍ଟ କରିବା ପୂର୍ବରୁ ଜାଣନ୍ତୁ ଆପଣ କାହିଁକି ରିଜେକ୍ଟ କରିବେ। ଆପଣ ପ୍ରଥମରେ ଜାଣନ୍ତୁ ଆଉ ଗ୍ରହଣ କରନ୍ତୁ, ତେବେ ଦୁଃଖ ଆସିବ, କଷ୍ଟ ଆସିବ, ନିନ୍ଦା ଆସିବ, ତାଡ଼ନା ଆସିବ, ଆପଣ ପ୍ରଭୁରେ ସ୍ଥିର ହୋଇକରି ଦେଖନ୍ତୁ। ଯେଉଁମାନେ ଗାଁରୁ ଆସିଛନ୍ତି ଦେଖିବେ ଯେ ଗାଁରେ ମଦୁଆ ବି ରହିପାରିବ। ମଦୁଆ, ଗଞ୍ଜେଇ ଖାଇବା ଲୋକ, ଚୋର, ବଦମାସ, ଡକାୟତ, ବ୍ୟଭିଚାରୀ, କୁକର୍ମକାରୀ ସବୁ ସେ ଗାଁରେ ରହିପାରିବ। କିନ୍ତୁ ଯେ ଯୀଶୁକୁ ଗ୍ରହଣ କରିବ, କଣ କହୁଛନ୍ତି? ଆକୁ ଗାଁରୁ ବାହାର କରିଦିଅ। ଆର ଜାତି ପଳେଇଲା। ଏ ମଦୁଆର କି ଜାତି? ନାଇଁ ଗଞ୍ଜେଇ ଖାଉର କି ଜାତି? ଏ ବ୍ୟଭିଚାରୀ, ଏ ଚୋର, ଏ ଡକାୟତ, ଏ ଜୁଆ ଖେଳିବା ଲୋକର କି ଜାତି?
प्रिय भाई भौणी माने लोक माने चाहू नांती जे लोक माने यीशु को ग्रहण करी भलरे थांतु बोली लोक माने चाहू नांती एमाने परित्राण पांतु एमाने मुक्ति पांतु चाहू नांती ए बंधन राकर करूछन मन रखि थांतु प्रिय भाई हमर देश रे 12 मास रे 13 पूजा काहे की 12 मास रे गोटे पूजा थिले हिता ना नहीं 12 मास रे 13 पूजा काहे की आमर गरीब लोक बुझे ना यहाँ एमाने कौन मास सारा परिश्रम करेंगे पैसा उपार्जन करेंगे मास शेष गोटे पूजा से पूजार सब पैसा खत्म तापर जो कांगाली को से कांगाली तापर पुणी परिश्रम कर पैसा उपार्जन कर पुणी मास शेष आउ गोटे पूजा 12 मास 12 पूजा सरीगला 13 पूजा कहीं जो बड़का पैसा थी 13 पूजा रे खत्म से जो कांगाली को सही कांगाली आम जिते परिश्रम कले पैसा धरा दू नहीं मोर प्रिय भाई भौणी माने एबे यीशु को ग्रहण कला परे पैसा टिक रोची कहीं 12 मास रे गोटे पर्व ई चाहे लुगा करो नइले नहीं से पुराना लुगा को आयरन कर पिंध किसी असुविधा हेबार प्रिय भाई भौणी माने ख्रिस्टियन धर्म बा ख्रिस्टियन लोक माने कहा को ठकंती नहीं माजी कहिबा पाई चाहे यीशु को आपण काहे के ग्रहण करिवे प्रथम विषय होची से आपनकर सृष्टिकर्ता आ गोटे पद पढ़ले आपण जानि परिबे यीशु सृष्टिकर्ता बोली एब्री तार प्रथम अध्याय तार 1-2 पद ईश्वर पुरा काल रे विभिन्न भाग रे और विभिन्न प्रकार भाववादी मानक द्वारा पितृपुरुष मानक कथा कही एही शेष काल रे पुत्रंक द्वारा एटा को काल मन रखता एटा को काल केबे आरंभ हैला 2000 वर्ष आगे आरंभ होईछि एटा शेष काल नाही शेष काल केबे आरंभ हैला 2000 वर्ष पूर्वे शेष काल आरंभ होईछि एटा शेष मुहूर्त आग को भलो समय नथिबो पृथ्वी रे मनुष्य पाई भारत रे बोली कहू नाही पृथ्वी रे मनुष्य पाई आउ भलो समय नाही आग को नुआ रोग नुआ समस्या हणा कोटा नाना विपत्ति नाना विपर्यय ही आसीबो आग को देखो